तस्मै श्रीगुरवे नमः। नमावं विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे कल्पतरुभस्य कृपा सिंधु भैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे हरे, हरे हरे राम 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 हरे हरे। मुखं करोति वाचालं पंगुलं हयते यत्कृपातमहं वन्दे परमानन्दमाधवम्। बुद्धमुतरिणं श्रीचैतन्येश्वरम्। नमो विष्णुपादाय कृष्णपृष्ठाय भूतले श्रीमते जयपताका स्वामिनेति नामिने। नमोचार्य पादाय नित्याय कृपा प्रदायिने गौरकथा धामदाय नगरग्रामतारिणे। आज के हमारा भगवत गीता 10वां अध्याय 11 नंबर श्लोक पाठ कर श्रवण करब। भगवत गीता है 4टी श्लोक আছে जगह चतुर्श्लोकी भगवत गीता बोला है। 4टी शेष श्लोक चतुर्थ नंबर श्लोक। तेषाम एवानुकंपार्थम अहम अज्ञानजं तमः नाशयामि आत्मभावस्तो ज्ञान दीपेन भास्वता। ସେମାନଙ୍କ ପ୍ରତି ଅନୁକମ୍ପା ବଶତଃ ମୁଁ ସେମାନଙ୍କ ହୃଦୟରେ ରହି ଉଜ୍ଜଳ ଜ୍ଞାନ ଦୀପ ସାହାଯ୍ୟରେ ଅଜ୍ଞାନରୁ ଅଜ୍ଞାନତାରୁ ଜାତ ଅନ୍ଧକାରକୁ ନାଶ କରେ। ତେଷାମ୍ ମାନେ ସେମାନଙ୍କର, କୋଉମାନଙ୍କର ନା ଏପର୍ଯ୍ୟନ୍ତ ଯୋଉ ସବୁ ବର୍ଣ୍ଣନା କରାଗଲା, ଯୋଉମାନେ ଭଗବାନଙ୍କର ପ୍ରୀତିମୟ ସେବାରେ ଯୁକ୍ତ ହୋଇଛନ୍ତି ତାଙ୍କରି କଥା କୁହାଉଛି ନା। ହଁ, ये आकर श्लोक भी कहला तेषां सततयुक्तानां भजतां प्रीतिपूर्वकम्। तेषां ମାନେ ସେଇମାନେ, ଠିକ ଅଛି। ତାର ଆଗ ଶ୍ଲୋକ କହିଲା 9 ନମ୍ବର ଶ୍ଲୋକ ମଚ୍ୟୁତ ମଦ୍ଗତ ପ୍ରାଣା। ହଁ, ଏଇମାନେ କୋଉମାନେ ନା ଯୋଉମାନେ ମଚ୍ୟୁତ ମଦ୍ଗତ ପ୍ରାଣ। ସେମାନେ ମଚ୍ୟୁତ ମଦ୍ଗତ ପ୍ରାଣ ହେଲେ କାହିଁକି ନା ସମସ୍ତ କିଛି ମୋଠାରୁ ଯେ ସୃଷ୍ଟି ହେଇଛି ଏଇଟାକୁ ସେମାନେ ଭଲ ଭାବେ ଜାଣନ୍ତି। ଇତିମତ୍ୱା ଏଟାକୁ ଜାଣିକି ସେମାନେ ଯୋଉ ପଣ୍ଡିତ ମାନେ କଣ କରନ୍ତି, ଭଜନ୍ତେ ମା। କାହିଁକି ନା ମୁଁ ହଉଛି ସବୁ କିଛିର ଅହଂ ସର୍ବସ୍ୱ ପ୍ରଭବ ଚିତ୍ ଜଗତ ଭୌତିକ ଜଗତ ଉତ୍ପତ୍ତି ସ୍ଥଳ ମୁଁ, ଆଉ ସମସ୍ତେ ମୋ ଠାରୁ ଉତ୍ପନ୍ନ ହୋଇଛନ୍ତି। ଏଇଟାକୁ ଭଲ ଭାବରେ ଜାଣିକି ଯୋଉମାନେ ବୁଦ୍ଧିମାନ ଲୋକ ପଣ୍ଡିତ ଲୋକ ସେମାନେ ଭକ୍ତି ମାର୍ଗରେ ମୋର ସେବାରେ ନିଯୁକ୍ତ ହୁଅନ୍ତି। କେମିତିକା ମୋ ସେବାରେ ନିଯୁକ୍ତ ହୁଅନ୍ତି? হরে কৃষ্ণ মহারাজের সম্ভবত ওয়াইফাই ডিসকানেক্ট হয়ে গেছে। তাহলে অপেক্ষা করুন, মহারাজ আবার করতে হবে। হরে কৃষ্ণ 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 হরে হরে, হরে রাম 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 হরে হরে, হরে কৃষ্ণ 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 হরে হরে, হরে রাম 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 হরে হরে, হরে কৃষ্ণ 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 হরে হরে, হরে রাম রাম हरे हरे, हरे कृष्ण 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 हरे हरे, हरे राम राम राम
हरे हरे कृष्ण 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 हरे राम 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 हरे 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 कृष्णा कृष्ण कृष्ण हरे 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 राम राम हरे 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 कृष्णा कृष्ण कृष्ण हरे 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 राम राम हरे 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 कृष्णा कृष्ण कृष्ण हरे 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 राम राम हरे 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 कृष्णा कृष्ण कृष्ण हरे 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 राम राम हरे हरे जय निसिंह जय 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 निसिंह उग्रं वीरं महाविष्णुं जलन्तं सर्वतोमुखं निसिंहाभिषणं वज्रमित्तमित्तनमः जय निसिंह जय जय निसिंह प्रह्लादेश मुखपद्मनाभं हरे कृष्णा कृष्ण कृष्ण हरे 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 राम हरे 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 कृष्ण 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 हरे 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 राम हरे 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 कृष्ण 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 हरे 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 राम राम हरे 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 कृष्ण देखो, कृष्ण হরে কৃষ্ণ। ওই আমার নেটটা গন্ডগোল হয়ে গেল। মডেমটা ব্যাটারি শেষ হয়ে গেছে। আমি আরেকটা কানেকশন নিলাম এখন। ঠিক আছে। আলোচনা করলে ତ ପୁଣି କହିଲା ଯେ ତେସାମ୍ ଏବଂ କମ୍ପାରକମ୍। ହଁ, ମୁଁ ନିଶ୍ଚିତ ଭାବରେ ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଦୟା ଅନୁକମ୍ପା ପ୍ରଭୁପାଦ କହୁଛନ୍ତି ସ୍ୱତନ୍ତ୍ର ଦୟା ପ୍ରଦର୍ଶନ କରିକି ଅଜ୍ଞାନରୁ ଜାତ ସମସ୍ତ ପ୍ରକାର ଅନ୍ଧକାରକୁ ମୁଁ ନାଶ କରିବି ନାଶୟାମି। ଯେମିତିକା ଆତ୍ମଭାବସ୍ଥ ଅନ୍ତରରେ ଭାବଯୁକ୍ତ ଜ୍ଞାନ ଦୀପ ପ୍ରଜ୍ୱଳିତ କରିବ। ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ନା, ସେମାନଙ୍କ ପ୍ରତି ଅନୁକମ୍ପା କରି ମୁଁ ସେମାନଙ୍କ ହୃଦୟରେ ରହି ଆତ୍ମଭାବସ୍ଥ ବା ଆତ୍ମଭାବ ଅନ୍ତରରେ ଭାବଯୁକ୍ତ ହେଇକି ହୃଦୟରେ ରହିକି ଉଜ୍ଜଳ ଦୀପ ପ୍ରଜ୍ୱଳିତ କରିବି। କୋଉ ଦୀପ? ନା ଜ୍ଞାନ ଦୀପ ପ୍ରଜ୍ୱଳିତ କରିକି ଅନ୍ଧକାରକୁ ଦୂରୀଭୂତ କରିବି। କୋଉ ପ୍ରକାର ଅନ୍ଧକାର ଦୂରୀଭୂତ କରିବି? ନା ଅଜ୍ଞାନ ଅନ୍ଧକାର ଦୂରୀଭୂତ କରିବି। ଯଥାର୍ଥ ଜ୍ଞାନ ଆମେ ଯେତେ ଆଲୁଅରେ ବସିଲେ ବି ଆମେ ଅନ୍ଧକାରରେ ବସିଛେ। କାହିଁକି? ନା ଆମେ ଜ୍ଞାନ ଦୀପକୁ ପ୍ରଜ୍ୱଳିତ କରିନେ। ଆମେ ଲାଇଟ୍ ପାଇବା ପାଇଁ ଇଲେକ୍ଟ୍ରିକ ବ୍ୟବହାର କରୁଛେ, ବିଭିନ୍ନ କାର୍ଯ୍ୟ ବ୍ୟବହାର କରୁଛେ। ଆମେ ମନେ କରୁଛେ ମୁଁ ଅନ୍ଧକାରରୁ ଆଲୋକ ଆସିଯାଇଛି। ନା, ଅନ୍ଧକାରରୁ ଆଲୋକ ଆସିବା ମାନେ ଯଥାର୍ଥ ଜ୍ଞାନ ଦୀପକୁ ପ୍ରଜ୍ୱଳିତ କରିବା। ସେଥିପାଇଁ କି କୁହାଯାଉଛି ଆମର ବୈଦିକ ସାହିତ୍ୟରେ ତମସମା ଜ୍ୟୋତିର୍ଗମୟ ଅସତମା ସଦ୍ଗମୟ ତମସମା ଜ୍ୟୋତିର୍ଗମୟ। ଅନ୍ଧକାରରୁ ଆଲୋକକୁ ଆସ। କୋଉ ପ୍ରକାର ଅନ୍ଧକାରରୁ? ନା ଅଜ୍ଞାନ ଜାତ ଅନ୍ଧକାରରୁ ହଁ ବାହାରକୁ ଆସ। କିଭଳି ଆସିପାରିବା? ନା ଜ୍ଞାନ ଦୀପ ପ୍ରଜ୍ୱଳିତ କରିଲେ ହବ। ଆଉ ଭଗବାନ କହୁଛନ୍ତି ମୁଁ ସେ କରିବି, ମୁଁ ସେ ଜ୍ଞାନ ଦୀପ ପ୍ରଜ୍ୱଳିତ କରିବି। ସର୍ବସ୍ୟ ଚହଂ ହଇତି ସନ୍ଥ ସ୍ମୃତିରେ ଜ୍ଞାନ ଅପହନ କର। ମୋଠୁ ସେ ଜ୍ଞାନ ଆସିବ, ମୁଁ ସେ ଜ୍ଞାନ ଦୀପ ପ୍ରଜ୍ୱଳିତ କରିବି। ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ବାରାଣସୀରେ ହରେ କୃଷ୍ଣ 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 ହରେ 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 ରାମ ରାମ ହରେ ହରେ ମନ୍ତ୍ର କୀର୍ତ୍ତନ ଓ ଜପ କଥା ପ୍ରଚାର କରୁଥିଲେ, ହଜାର ହଜାର ଲୋକ ତାଙ୍କୁ ଅନୁସରଣ କରୁଥିଲେ। ଯେତେବେଳେ ପ୍ରକାଶାନନ୍ଦ ସରସ୍ୱତୀ ବନାରସରେ ଜଣେ ପ୍ରସିଦ୍ଧ ସ୍ୱନାମଧନ୍ୟ ପଣ୍ଡିତ ଥିଲେ, ସେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଏକ ଭାବ ପ୍ରଦର୍ଶକ ବୋଲି କହି ଅବମାନନା କଲେ। ସେ କହିଲେ ସେଟା ଭାବୁକ ସନ୍ନ୍ୟାସ ନେଇଛି, ସନ୍ନ୍ୟାସ ହେଇକି ସେ ବେଦାନ୍ତ ଅଧ୍ୟୟନ କରିବ, ଏସବୁ କରିବ ନା କଣ? ସେ ଭାବୁକଙ୍କ ଭଳିଆ ଖାଲି ଗୀତ ଗାଇ ନାଚୁଛି ଗାଉଛି। ଏଟାକୁ ସାଧାରଣ ଜଗତ ଯିଏ ଦେଖିବ ସେ କହିବେ ଭାବୁକ ବୋଲି। ବୁଝିପାରିଲେ?
ତ ବେଳେ ବେଳେ ଦାର୍ଶନିକ ଗଣ ଭକ୍ତମାନଙ୍କ ଭଳିଆ ସମାଲୋଚନା କରନ୍ତି। ଏବେ ବି କରୁଛନ୍ତି। ହଁ, ଏବେ ବି କରୁଛନ୍ତି। କାରଣ ସେମାନେ ଭାବନ୍ତି ଯେ ଅଧିକାଂଶ ଭକ୍ତ ଅଜ୍ଞାନ ଅନ୍ଧକାରରେ ଅଛନ୍ତି। ତାଙ୍କ ଦୃଷ୍ଟିଭଙ୍ଗୀରେ ଭକ୍ତଙ୍କ କିଛି ଜ୍ଞାନ ନାହିଁ। ଏ ଯେ ମହାପ୍ରଭୁ କହିଛନ୍ତି ମୂର୍ଖ ଗୁରୁ ମାରେ ମୂର୍ଖ ଜାଣି କରିଲ ଶାସନ। ସେମାନେ ସେ ଭାବୁଛନ୍ତି ଭକ୍ତ ମୂର୍ଖ, ବେଦାନ୍ତ ଜ୍ଞାନ ନାହିଁ। କିନ୍ତୁ ଭକ୍ତମାନେ ଅସଲ ପଣ୍ଡିତ। କାହିଁକି ବେଦାନ୍ତ ବେଦର ଅସଲ ଉଦ୍ଦେଶ୍ୟ ହେଉଛି କୃଷ୍ଣକୁ ଜାଣିବା। ସେମାନେ କୃଷ୍ଣକୁ ଜାଣିକି ତାଙ୍କ ଚରଣ କମଳରେ ଆତ୍ମସମର୍ପଣ କରିଛନ୍ତି। ସର୍ବସ୍ୟ ବେଦେ ଅହମେବ ବେଦ୍ୟ। କିନ୍ତୁ ଏଇ ଦାର୍ଶନିକ ମାନେ ସାଧାରଣ ଲୋକମାନେ ତ ନାଚିବେ ଗାଇବା ଅସୁବିଧା ନାହିଁ। ପଣ୍ଡିତ ମାନେ କି ସମସ୍ୟା, ସାଧାରଣ ଲୋକଙ୍କ ସମସ୍ୟା ନାହିଁ। ସାଧାରଣ ଲୋକ ତ ଭକ୍ତକୁ ଦେଖି ଆନନ୍ଦ କରି ଆସିବେ, ନାଚିବେ ଗାଇବେ। କିନ୍ତୁ ପଣ୍ଡିତ ଶିକ୍ଷିତ ଲୋକ ସେ ହାତ ଯୋଡିକି ଦୂରରେ ଛିଡା ହେଇଥିବେ। ହଁ, ଲଜ୍ଜା ଲାଗିବ, ଆସିବେ ନାଚିବେ ଗାଇବେ, ଭଲ ଲାଗିବନି, ଲଜ୍ଜା ଲାଗିବ। ଆମେ ପଣ୍ଡିତ ଲୋକ, ଆମେ ବଡ ଅଫିସର, ଆମେ ବଡ ନେତା, ତ ଦାର୍ଶନିକ ମତ ଅନୁଯାୟୀ ମାନେ ସରଳ ଭାବ କରନ୍ତି। ଭକ୍ତମାନଙ୍କ ମନରେ ଅଛି, ସରଳ ଭାବ କରନ୍ତି। ବାସ୍ତବରେ ନୁହଁ। ଅନେକ ପ୍ରସିଦ୍ଧ ପଣ୍ଡିତ ଅଛନ୍ତି ଯୋଉମାନେ କି ଭକ୍ତି ଯୋଗ ବିଜ୍ଞାନ ପ୍ରକାଶ କରିଛନ୍ତି। କିନ୍ତୁ କୌଣସି ଭକ୍ତ ମାନଙ୍କ ଦ୍ଵାରା ପ୍ରଣୀତ ଶାସ୍ତ୍ରର ସୁବିଧା ନ ନିଏ ବା ଗୁରୁଙ୍କ ସୁବିଧା ନ ନିଏ, ଭାବରେ ଭକ୍ତ ମାର୍ଗରେ ଭଗବାନ କୃଷ୍ଣଙ୍କ ସେବାରତ ଥାଏ, ତାହେଲେ ଭଗବାନ କୃଷ୍ଣ ତାର ହୃଦୟ ରହି ସାହାଯ୍ୟ କରନ୍ତି। ତ ଅନେକ ପ୍ରସିଦ୍ଧ ପଣ୍ଡିତ ଅଛନ୍ତି ଯୋଉମାନେ କି ଭକ୍ତି ଯୋଗ ବିଜ୍ଞାନ ପ୍ରକାଶ କରିଛନ୍ତି। କିନ୍ତୁ ଯଦି କୌଣସି ଭକ୍ତ ସେମାନଙ୍କ ଦ୍ଵାରା ପ୍ରଣୀତ ଶାସ୍ତ୍ରର ସୁବିଧା ନ ନିଏ, ହଁ, ଯଦି କୌଣସି ଭକ୍ତ ସେମାନଙ୍କ ଦ୍ଵାରା ପ୍ରଣୀତ ଶାସ୍ତ୍ର ସୁବିଧା ନ ନିଏ, କିମ୍ବା ଗୁରୁଙ୍କ ସୁବିଧା ନ ନିଏ, ଏବଂ ସେ ଯଦି ନିଷ୍ଠ ଭାବରେ ଭକ୍ତିଯୋଗ ମାର୍ଗରେ ଭଗବାନଙ୍କ କୃଷ୍ଣଙ୍କ ସେବାର୍ଥ ଥାଏ, ତାହେଲେ ଭଗବାନ ଶ୍ରୀକୃଷ୍ଣ ତାର ହୃଦୟରେ ରହି ସାହାଯ୍ୟ କରନ୍ତି। ତେଣୁ ଯେଉଁ ନିଷ୍ଠାପର ଭକ୍ତ ପୂର୍ଣ୍ଣ ରୂପେ କୃଷ୍ଣ ଚେତନାଶୀଳ ହେଇ କୃଷ୍ଣ ସେବାରତ ଥାଏ, ସେ କଦାପି ଅଜ୍ଞାନ ହୋଇନପାରେ। ଏକମାତ୍ର ଯୋଗ୍ୟତା ହଉଛି ଯେ ବ୍ୟକ୍ତି ପୂର୍ଣ୍ଣ କୃଷ୍ଣ ଚେତନାଶୀଳ ହେଇ ଭକ୍ତି ଯୋଗ ମାର୍ଗରେ ସେବାରତ ହବା ଦରକାର। ଏଠି ପ୍ରଭୁପାଦ କଣ କହିବାକୁ ଚାହୁଁଛନ୍ତି ମୁଁ ଠିକ ଧରି ପାରୁନି। ଇଂରାଜୀଟା ଦେଖିଲେ ଠିକ ହବ ମନେ হয় ଏକ୍ଜାକ୍ଟଲି କଣ। ଯାଇ ହଉ ଟିକେ ଏଠି ମୁଁ ଭାବୁଛି ପ୍ରଭୁପାଦ କହୁଛନ୍ତି ଯଦି ପଣ୍ଡିତ ମାନଙ୍କର ଭକ୍ତି ବିଜ୍ଞାନ କଥା ପ୍ରକାଶ କରିଛନ୍ତି, କୌଣସି ଭକ୍ତ ସେମାନଙ୍କ ପୁଣି ଶାସ୍ତ୍ର ସୁବିଧା ନ ନେଇକି, ଗୁରୁଙ୍କର ସୁବିଧା ନ ନେଇକି ଯଦି ଖାଲି ଭକ୍ତି ଯୋଗ ମାର୍ଗ ରହିବ, କୃଷ୍ଣଙ୍କ ସେବା କରିବ, ତାହେଲେ କୃଷ୍ଣ ତାର ହୃଦୟରେ ରହିକି ସାହାଯ୍ୟ କରିବେ। ଯଦି ତାର ହୃଦୟ ସାହାଯ୍ୟ କରିବେ, ତାହେଲେ ନିଷ୍ଠାପର ଭକ୍ତ ପୂର୍ଣ୍ଣ ରୂପେ କୃଷ୍ଣ ଚେତନାଶୀଳ ହେଇ କୃଷ୍ଣ ରତ ହେଲେ ଅବଶ୍ୟ ତାର ଅଜ୍ଞାନ ଅନ୍ଧକାର ହବ। ମୋର ଉପରେ ଇଂରେଜୀ ପଡିବ। ଦାର୍ଶନିକ କଣ ଭାବନ୍ତି ଯେ ଶକ୍ତି ବିନା କଦାପି ଶୁଦ୍ଧ ଜ୍ଞାନ, ଯଦି କାହା ପାଖରେ ଇଂଲିଶ ବହିଥିବ ତମେ ଦେଖ 11 ନମ୍ବର ଶ୍ଲୋକ ବିଭୂତି ଯୋଗର ତାତ୍ପର୍ଯ୍ୟ ଏଇଟା କଣ ଇଂରାଜୀରେ ଅଛି ବାହାର କରି ରଖ। ଆଧୁନିକ ଦାର୍ଶନିକ ଗଣ ଭାବନ୍ତି ଯେ ବିଚାର ଶକ୍ତି ବିନା ବ୍ୟକ୍ତି କଦାପି ଶୁଦ୍ଧ ଜ୍ଞାନ ଲାଭ କରିପାରିବ ନାହିଁ। ସେମାନଙ୍କ ପାଇଁ ଭଗବାନ ଏଇ ଉତ୍ତର ଦେଉଛନ୍ତି। ଯୋଉମାନେ ଶୁଦ୍ଧ ଭକ୍ତ ଯୋଗ ମାର୍ଗରେ ଭଗବାନଙ୍କ ରତ ଅଛନ୍ତି, ସେମାନେ ଯଥେଷ୍ଟ ଶିକ୍ଷା ଦୀକ୍ଷା ଲାଭ କରିନଥିଲେ ସୁଦ୍ଧା ଯଥେଷ୍ଟ ପରିମାଣରେ ବୌଦ୍ଧିକ ଜ୍ଞାନ ବା ରୀତିନୀତି ସମ୍ବନ୍ଧରେ ଜ୍ଞାନ ହାସଲ ନ କରିଥିଲେ ସୁଦ୍ଧା ଭଗବାନ ତାକୁ ସାହାଯ୍ୟ କରନ୍ତି। ଏଇ କଥା ଶ୍ଲୋକରେ କୁହାଯାଇଛି। କେତେ ସୁନ୍ଦର ନିର୍ଭର ଯୋଗ୍ୟ କଥା ଭଗବାନ କହିଲେ। ଏଇଟା ଠିକ କଥା ଯେ ମହାପ୍ରଭୁ କହିଛନ୍ତି ମୂର୍ଖ ମାନେ ଭକ୍ତି ଯୋଗ କରିକି
ସେଟା ଭଗବାନ ହଉଛନ୍ତି ଜଣେ ପତିତ, ଜଣେ ନାରୀ, ଶୂଦ୍ର, ସେମାନେ ବି ଭକ୍ତି ଯୋଗ କରିକି ଭଗବାନଙ୍କୁ ପାଇବେ। କିନ୍ତୁ ଏଇ ସବୁ ତଥାଗତ ଦାସ କହୁଛନ୍ତି ଦେଖିଛ, ଏଇ ଭକ୍ତି ଯୋଗଟା ଯୋଉ ଶୂଦ୍ର, ନାରୀ, ମୂର୍ଖ ଯୋଉମାନେ ତାଙ୍କ ପାଇଁ ଭକ୍ତି ଯୋଗ, ଯୋଉମାନେ ଜ୍ଞାନ ଟନ ପାରିବେନି, ତାଙ୍କ କଥା ଉପସ୍ଥାପନ ଭଙ୍ଗୀଟା ଅଲଗା। କଥା ହଉଛି ଯଦି ମୂର୍ଖ, ନାରୀ, ଶୂଦ୍ର ଏମାନେ ପାରିବେ, ତାହେଲେ ଯୋଉମାନେ ଭଲ ପଣ୍ଡିତ, ଭକ୍ତ, ରାଜର୍ଷି ତାଙ୍କ କଥା କଣ କହିବ? ଏଇଟା ହେଲା କଥା। ଏଇଟା ଗୋଟେ ପ୍ରକାର ବିଚାର। ଆଉ ଗୋଟେ ବିଚାର ହଉଛି ଯେ ଠିକ ସେ ନିଜକୁ ବୁଝିପାରୁଛି ସେ ମୂର୍ଖ, ସେ ଜାଣିବ ଯେ ଭାଇ ମୁଁ ବଡ ପଣ୍ଡିତ, ତା ପାଇଁ ଭକ୍ତି ଯୋଗ ନୁହଁ। ସେ ଭକ୍ତି ଯୋଗ ଉପରେ ଭଲ ବହି ଲେଖିପାରେ, ଭକ୍ତି ଉପରେ ଅନେକ ପ୍ରବଚନ ଦେଇପାରେ, କିନ୍ତୁ ଏ ସତ୍ୟ ତା ଯେ ପଣ୍ଡିତ, ମୁଁ ବଡ ପଣ୍ଡିତ, ମୁଁ ଜ୍ଞାନୀ, ଏଇ ଅହଙ୍କାର ଥିଲେ କି ଭକ୍ତି ହବ? ଯୋଉମାନେ ପଢାଶୁଣା କରିନାହାନ୍ତି, ଶାସ୍ତ୍ର ଜାଣନ୍ତି, ମୁଁ କି ଜ୍ଞାନୀ, ଅଜ୍ଞାନୀ, ମୂର୍ଖ ମଣିଷ, ତାଙ୍କ ଘରେ ଠିକ ହୁଏତୁ ହରିନାମ କରେ, ତ ସେ ହରିନାମ କରିକି ହରେ କୃଷ୍ଣ ମହାମନ୍ତ୍ର କରିକି ଯାହା ପାଇବେ, ପୂର୍ବେ ମୁନି ଋଷି ଯୋଗୀ ମାନେ ପାଇଛନ୍ତି। ମୁନି ଋଷି ଯୋଗୀ ମାନେ ନିରାକାର ବ୍ରହ୍ମକୁ ପାଇଲେ, ସଂସାର ବନ୍ଧନରୁ ମୁକ୍ତ ହେଲେ, ପରମାତ୍ମା ଦର୍ଶନ କଲେ, ବୈକୁଣ୍ଠ ବି ଗଲେ, କିନ୍ତୁ ଏ କୃଷ୍ଣ ପ୍ରେମ ତ ପାଇଲେନି। ଯୋଉଟାକୁ ମୂର୍ଖ ମାନେ କେବଳ ହରିନାମ କରିକି ସରଳ ମନରେ, ପାଣ୍ଡିତ୍ୟ ନାହିଁ, ଶାସ୍ତ୍ର ଜ୍ଞାନ ନାହିଁ, ବେଦ ବେଦାନ୍ତ ଜ୍ଞାନ ନାହିଁ, ବୁଝିପାରିଲେ କି? ତ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏତେ ସୁନ୍ଦର ସରଳ ଭାବରେ ଗୋଟେ ମାର୍ଗ ଦେଲେ ଯେ ସାରା ପୃଥିବୀର ମଣିଷ ସିଏ ଏଇ ମାର୍ଗକୁ ଗ୍ରହଣ କରି ଜୀବନର ସବୁଠାରୁ ଉନ୍ନତ ବସ୍ତୁକୁ ଲାଭ କରିପାରିବ। ହୁଁ। ଆଧୁନିକ ଦାର୍ଶନିକ ମାନେ ମନେ କରୁଛନ୍ତି ଯେ ବୁଦ୍ଧି ଥିବା ଦରକାର, ବିଚାର ଶକ୍ତି ଥିବା ଦରକାର, ହଁ ତମେ ନା ଶୁଦ୍ଧ ଜ୍ଞାନ ପାଇ ହବ, କିନ୍ତୁ ନା କିଛି ଦରକାର ନାହିଁ, ତା ପାଖେ କିଛି ନାହିଁ, ସେ ଖାଲି ଭଗବାନଙ୍କର ସେବା କରୁଛି ବାସ୍, ସରଳ ମନରେ, ଶାସ୍ତ୍ର ଜ୍ଞାନ ନାହିଁ, କିଛି ନାହିଁ, ଦିନରେ ଖାଲି ସେବା କରି ଯାଉଛି, ସେବା କରି ଯାଉଛି, ସେବା କରି ଯାଉଛି, ହଁ। କିନ୍ତୁ ଭଗବାନ କହୁଛନ୍ତି ତା ଶିକ୍ଷା ଦୀକ୍ଷା ନଥିଲେ ବି, ତାଙ୍କର ବୈଦିକ ନଥିଲେ ବି ଭଗବାନ ତାକୁ ସାହାଯ୍ୟ କରିବେ, ମୁଁ ତାକୁ ବୁଦ୍ଧି ଦେବି। ଖାଲି ଭଗବାନଙ୍କ ନାମକୁ ଆଶ୍ରୟ କରିକି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ସେବା ହିଁ କରି ଯାଉଥିବା, ସିଏ ମନ୍ଦିରର ଅଙ୍ଗିନା ଝାଡୁ ଦେବା ହଉ, ବାସନ ମାଜିବା ହଉ, ସେ ବଡ ବଡ ପୋଷ୍ଟରେ ରହିକି ବଡ ବଡ ମନ୍ଦିର, କୋଟି କୋଟି ଟଙ୍କାର ମନ୍ଦିର ନିର୍ମାଣ କରାହଉଛି, ଯୋଉମାନେ କରୁଛନ୍ତି, ବଡ ମନ୍ଦିର ଦେଖାଶୁଣା କରୁଛନ୍ତି, ବିଭିନ୍ନ ପ୍ରକାର ଉଦ୍ୟୋଗ ନେଇକି ସେମାନେ ମ୍ୟାନେଜମେଣ୍ଟ କରୁଛନ୍ତି, ଏ ସମସ୍ତେ ତାଙ୍କୁ ଭଗବାନ ସାହାଯ୍ୟ କରିବେ। କାହିଁକି? ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଗବାନଙ୍କର ସେବା, ସେବା ସମ୍ବନ୍ଧୀ ଚିନ୍ତା, ଆଉ କିଛି ନାହିଁ ଚିନ୍ତା ଭକ୍ତ ମାନଙ୍କର, କେମିତି ଭଗବାନ ସେବା ହବ, କେମିତିକା ପ୍ରଚାର ହବ, କେମିତି ମନ୍ଦିର ନିର୍ମାଣ ହବ, କେମିତି ଫଣ୍ଡ ରେଜିଂ ହବ, ଏଇ ସବୁ ଚିନ୍ତା। ସମସ୍ତେ ମିଶିକି, ହଁ, ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ଆଉ ଭଗବାନ ମୁଁ ତ ବୁଦ୍ଧି ଦେବି, ବୁଦ୍ଧି ଦେବି, ବେଶୀ ପଣ୍ଡିତ ଯେ ସିଏ ପାର ପାଇଯିବ ତା ନୁହଁ। ତାର ମାନେ କଣ? ଭଗବାନ ଏଇ ହରିନାମ ଦେଲେ, ଯାହାର କିଛି କରିବାର ସାମର୍ଥ୍ୟ ନଥିଲେ ବି ସିଏ ହରିନାମ କରିକି, ହଁ, ଜଗତରୁ ଉଦ୍ଧାର କଲେ। ସେ କଥା କହୁଛନ୍ତି ତେସାଂ ତେସାଂ ଏବାନୁକମ୍ପାର୍ଥମ୍, ଯୋଉମାନେ ମୋର ପ୍ରେମ ତାଙ୍କୁ ବିଶେଷ ଅନୁକମ୍ପା କରିବି, ମୁଁ ଜ୍ଞାନ ଦେବି, ଭଗବାନ ତ ଆମ ହୃଦୟରେ ଦେଖୁଛନ୍ତି ନା। ହୁଁ? ଆମେ କଣ କରୁଛେ, ଠକୁଛେ, ସେବା କରୁଛେ, ନା କଣ ଭାବୁଛେ, ସାଧୁଗୁରୁ ବୈଷ୍ଣବଙ୍କର ଅନୁଗତ ରହିକି ସବୁବେଳେ କୃଷ୍ଣଙ୍କ ସେବାରେ ନିଯୁକ୍ତ ରହିଛେ, ଭଗବାନ ଦେଖୁଛନ୍ତି, ଦେଖିବେ ଠିକ ଅଛି ଆମକୁ ସେ, ହଁ, ଅଜ୍ଞାନ ଅନ୍ଧକାର ଦୂରୀଭୂତ କରିବେ, ଜ୍ଞାନ ପ୍ରଦୀପ ପ୍ରଜ୍ୱଳିତ କରିବେ,
ଭଗବାନ ଅର୍ଜୁନ କହିଛନ୍ତି କେବଳ ମାନସିକ ତା ଦ୍ୱାରା ପରମ ସତ୍ୟ ସ୍ୱରୂପ ପରମେଶ୍ୱର ପରମ ଭଗବାନ ଜାଣି ସମ୍ଭବ ନୁହେଁ। ମାନସିକ କଳ୍ପନା ଜଳ୍ପନା କରିକି, ହଁ, ଇଣ୍ଟେଲେକ୍ଚୁଆଲ ଏକ୍ସରସାଇଜ, ଏଇ ଏକ୍ସରସାଇଜ କଲେ ଭଗବାନ ଜାଣି ହବନି। ନା ଅୟଂ ଆତ୍ମ ପ୍ରବଚନ ଲଭ୍ୟ। ଦେଖୁ, ପ୍ରବଚନ ବଡ ବଡ ପ୍ରବଚନ ଦେଇ ଜାଣି ହବନି, ଖାଲି ଗ୍ରନ୍ଥ ଅଧ୍ୟୟନ କଲେ ଜାଣି ହବନି। ଭଗବାନଙ୍କର କୃପା ହେଲେ ଜାଣିପାରିବ। କାରଣ ପରମ ସତ୍ୟ ଭଗବାନ ଏତେ ବଡ ମହାନ ଯେ ମାନସିକ ଚିନ୍ତା ଦ୍ଵାରା ତାଙ୍କୁ ବୁଝିବା ବା ହବା ସମ୍ଭବପର ନୁହଁ। ଆଉ ମନ ତମର ଜଡ ମନ ଦେଇକି ଭଗବାନ ଚିହ୍ନିବାକୁ ଜାଣିବ କେମିତି? ମାନବ କୋଟି କୋଟି ବର୍ଷ ଧରି ଚିନ୍ତା କରିପାରେ, କିନ୍ତୁ ଯଦି ଭକ୍ତ ନୁହେଁ, ଯଦି ପରମ ସତ୍ୟ ରୂପ ଭଗବାନଙ୍କୁ ଭଲ ନ ପାଏ, ତେବେ ସେ କଦାପି ପରମ ସତ୍ୟ ରୂପ ଭଗବାନ ଶ୍ରୀକୃଷ୍ଣ ବୁଝିପାରିବ ନାହିଁ। ଚିରଂ ବିଚ୍ଛିନ୍ନ। ହଁ, ସେଥିପାଇଁ କୁହାହଉଛି ଅଥାପି ଦେବ ପଦାମ୍ବୁଜଦୟ ପ୍ରସାଦ ଲେଶାନୁଗୃହୀତ ବୈ ଜାନାତି ତତ୍ତ୍ୱଂ ଭଗବତ୍ ନାଚନ୍ୟ କବି ଚିରଂ ବିଚ୍ଛିନ୍ନ। ଚିରଦିନ ଧରି ଚେଷ୍ଟା କଲେ ପାପ। କେବଳ ଭକ୍ତି ଦ୍ୱାରା ପରମ ସତ୍ୟ ଭଗବାନ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହେବେ। ତାଙ୍କର ଅଚିନ୍ତ ଶକ୍ତି ଦ୍ୱାରା ସେ ଶୁଦ୍ଧ ଭକ୍ତ ହୃଦୟରେ ପ୍ରକଟିତ ହେବେ। ହଁ, ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି। ଈଶ୍ୱର ସର୍ବଭୂତାନାଂ ହୃଦୟ ସର୍ବଂ ତିଷ୍ଠନ୍ତି। ଶୁଦ୍ଧ ଭକ୍ତ ହୃଦୟରେ ତାଙ୍କର ଉପସ୍ଥିତି ଟିକେ ଅଲଗା। ଭକ୍ତର ହୃଦୟ ସତତ ବିଶ୍ରାମ କହେ ନା ବୈଷ୍ଣବ ପ୍ରାଣ, ବୈଷ୍ଣବ ପରାୟଣ, ବୈଷ୍ଣବ ହୃଦୟ ସତତ ବିଶ୍ରାମ। ଭଗବାନ ଆରାମରେ ବିଶ୍ରାମ କରନ୍ତି। ଭକ୍ତ ମାନଙ୍କର ହୃଦୟ ବିଶ୍ରାମ ନାହିଁ, ଅନୁମତା ଉପଦେଷ୍ଟା। ଦେଖିବେ, କର୍ମଫଳ ଦେବେ, ଶାସ୍ତି ଦେବେ, ପୁଣ୍ୟ କଲେ ଭଲ ଏସବୁ କରିବେ। ଭକ୍ତ ହୃଦୟରେ ଏସବୁ କାମ ନାହିଁ। ଭକ୍ତ ପାପ ପୁଣ୍ୟ କରୁନା, ଦେଖିବେ କଣ ଆରାମରେ ଶୋଇବେ ଭକ୍ତ ହୃଦୟରେ, ବିଶ୍ରାମ କରିବେ, ସତତ ବିଶ୍ରାମ। ଶୁଦ୍ଧ ଭକ୍ତ ହୃଦୟରେ ସର୍ବଦା କୃଷ୍ଣ ଥାନ୍ତି। ତେଣୁ ସେ ଠିକ ଏକ ସୂର୍ଯ୍ୟ ପରି, ଯେ କି ଅଜ୍ଞାନ ଅନ୍ଧକାର ଦୂର କରିପାରନ୍ତି। ଏହା ହଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଶୁଦ୍ଧ ଭକ୍ତ ପ୍ରତି ତାଙ୍କର ସ୍ୱତନ୍ତ୍ର ଅନୁଭବ ଏବଂ ଅନୁକମ୍ପା। ହଁ। ଅନେକ ଜନ୍ମ ଧରି ଭୌତିକତାର ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିର ହୃଦୟ ଭୌତିକ ଦୋଷ ଦ୍ୱାରା ଦୂଷିତ ହୋଇଯାଏ। ଅନାଦି ଅନାଦି କର୍ମ ଫଲେ ପଡ଼ି ଭବାର୍ଣ୍ଣବ ଜଳେ ତରିବାରେ ନା ଦେଖୁ। ଅର୍ଥାତ୍ ଭବ ଦୋଷ ଜାତ ମହିଳା, ଭବ ରୋଗ, ଆମେ ଭବ ରୋଗରେ ଆକ୍ରାନ୍ତ ହେଇଛି। ଭବ ଦୋଷ, ଭୌତିକ ଦୋଷ ଜାତ ମହିଳା ତା ହୃଦୟକୁ ଆବୃତ କରିଛି। ଅନର୍ଥ ଦ୍ୱାରା ଆବୃତ ହେଇଛି। ସ୍ମୃତାଂ ସୁଗତା କୃଷ୍ଣ ପୁଣ୍ୟସ୍ତୈ ଅଭଦ୍ରାଣୀ, ହୃଦୟର ଅଭଦ୍ର ଦ୍ୱାରା ଆବୃତ ହେଇଛି। କିନ୍ତୁ ଯେତେବେଳେ ସେ ଭଗବାନଙ୍କର ସେବା ବ୍ରତ ହେଇଯାଏ, ତ ବରାବର ହରେ କୃଷ୍ଣ ମନ୍ତ୍ର ଜପ କରେ, ସେତେବେଳେ କଣ ହୁଏ ନା ମହିଳା ଖୁବ ଶୀଘ୍ର ପରିଷ୍କାର ହୋଇଯାଏ। ଚିତ୍ତ ଦର୍ପଣ ମାର୍ଜନମ୍ ଏବଂ ସେ ଶୁଦ୍ଧ ଜ୍ଞାନ ସ୍ତରକୁ ଉନ୍ନୀତ ହୁଏ। ସୁନ୍ଦର ବର୍ଣ୍ଣନା କରାହେଲା ଯେ ବହୁ କାଳରୁ ସଞ୍ଚିତ এই ସମସ୍ତ ଅନର୍ଥ ମହିଳା, କାମନା ବାସନ ରୂପକ ମହିଳା, ଏଗୁଡିକ ଦୂରୀଭୂତ ହବ ଭଗବାନଙ୍କର ସେବା ମହାମନ୍ତ୍ର। ସେବା ମନ୍ତ୍ର, ସେବା ମନ୍ତ୍ର ଦୂରୀଭୂତ ହେଇଯିବ। କ୍ଷେତ୍ର ଦର୍ପଣ ମାର୍ଜନମ୍, ପରିମାର୍ଜିତ ହବ। ଭଗବାନଙ୍କ ନାମ କରିଲେ ଭଗବାନଙ୍କ ସେବା କରେ। ସେ ଶୁଦ୍ଧ ସ୍ତରକୁ ଉନ୍ନୀତ ହୁଏ। ଜୀବନରେ ପରବର୍ତ୍ତୀ ବିଷ୍ଣୁ କେବଳ ଏଇ ଯଜ୍ଞ ଦ୍ୱାରା ଭକ୍ତ ପ୍ରାପ୍ତ ହୁଏ। କେବଳ ଅନ୍ୟ କୌଣସି ମାର୍ଗ ନାହିଁ। ଏଥିପାଇଁ କୁହାହେଲା ଯେ ଭକ୍ତି ଏନ ଦର୍ଶୟତି, ଏକୁ ଭକ୍ତି ଦ୍ୱାରା ହିଁ ଦର୍ଶନ କରାଯିବ। କେବଳ କେବଳ ଭକ୍ତି।
ज्ञान कर्मादि अनावृतम भक्ति उत्तम उत्तम भक्ति ज्ञान कर्म किसी मिश्रित ଥିବ କେବଳ ଭକ୍ତି ସେ କଦାପି ମାନସିକ ଚିନ୍ତନ ବା ତର୍କ ଦ୍ୱାରା ତାଙ୍କୁ ପ୍ରାପ୍ତ ହେଇପାରିବ। ତର୍କ ପ୍ରତିଷ୍ଠିତ ଶ୍ରୁତି ବିଭିନ୍ନ ନାଶାରି ଶ୍ରୀମତନ ଭିନ୍ନ ଧର୍ମ ତତ୍ତ୍ୱ ଗହାୟ ମହାଜନ ଜ୍ଞାନ। ଶୁଦ୍ଧ ଭକ୍ତ କଦାପି ତାର ଜୀବନର ଆବଶ୍ୟକତା ସମ୍ବନ୍ଧରେ ଚିନ୍ତା କରେ ନାହିଁ। ସେ ସେଥିନିମିତ୍ତ ଉଦ୍ବିଗ୍ନ ହେବା ଉଚିତ ନୁହଁ। ଭକ୍ତ ଜାଣେ ମୋ ଜୀବନରେ ଯାହା ଆସୁ ଭଗବାନଙ୍କର ଇଚ୍ଛା ଆସୁ ସେଟାକୁ ସେ ଗ୍ରହଣ କରେ। ରାକ୍ଷେ କୃଷ୍ଣ ମାରେ କିଏ ମାରେ କୃଷ୍ଣ ରାକ୍ଷେ କିଏ ଆଉ ଆଉ ଯେତେବେଳେ ଗତି ନାହିଁ କିଛି କୃଷ୍ଣ ମାରିଲେ କିଏ ରଖିପାରିବନି କୃଷ୍ଣ ରଖିଲେ କିଏ ମାରି ପାରିବେନି। ଭାଇ ତମେ ମାର ବା ରଖ ଯାହା କର ହଁ ତମ ଇଚ୍ଛା। କିନ୍ତୁ ମୁଁ ଯଦି ତମକୁ ନ ଭୁଲେ ସବୁବେଳେ ଭକ୍ତି ଚିନ୍ତା କରିବି ତମ ଯୋଉ ଅବସ୍ଥା ରଖ ମତେ ସେ ଶକ୍ତି ଦିଅ ମୁଁ ଆପଣଙ୍କ ନାମ ଜପ କରିପାରିବି ଗ୍ରନ୍ଥ ଅଧ୍ୟୟନ କରିପାରିବି ସେଗୁଡିକୁ ବୁଝିପାରିବି ପ୍ରଚାର କରିପାରିବି ଏଇସବୁ ଶକ୍ତି ମତେ ଦିଅ ଏଇଟା ପ୍ରଚାର କର। ପ୍ରାର୍ଥନା କର। ଭଲ କରିଦିଏ ସେତେବେଳେ ଭଗବାନର ସବୁ ପଦାର୍ଥ ତାକୁ ଯୋଗେଇ ଦିଆ ଭଗବାନ ସବୁ ଯୋଗେଇଲେ। ଭଗବାନ କହୁଛନ୍ତି ଯେ ମୋ କଥା ଚିନ୍ତା କରିବ ତାକୁ ମୁଁ ଦେବି ଯାହା ନାହିଁ ତାହା ଦେବି ତାହା ଅଛି ତାକୁ ମୁଁ ସେବା କରିବି। ଯୋଗ ଯୋଗ ତାକୁ ଗଣ୍ଡଗୋଳ କରୁଛି ଲାଇନଟେ ଗଣ୍ଡଗୋଳ କରୁଛି। ଠିକ ଅଛି ହଁ ଭଗବତ ଗୀତା ପାଠ କରି ସମ୍ପୂର୍ଣ୍ଣ ରୂପରେ ଭଗବାନଙ୍କର ପାଦ ପଦ୍ମରେ ଆତ୍ମସମର୍ପଣ କରିପାରେ ଏବଂ ନିଜକୁ ଶୁଦ୍ଧ ଭକ୍ତି ଯୋଗ ମାର୍ଗରେ ଲଗାଇ ରଖେ। ଭଗବାନ ଭକ୍ତର ପୂର୍ଣ୍ଣ ଦାୟିତ୍ୱ ନେଲା ପରେ ଭକ୍ତ ସମସ୍ତ ପ୍ରକାର ଭୌତିକ ପ୍ରଚେଷ୍ଟାରୁ ସମ୍ପୂର୍ଣ୍ଣ ମୁକ୍ତ ହେଇଯିବ। ଭଗବାନ ଦାୟିତ୍ୱ ନେବେ ସବୁ ଚିନ୍ତା କରିବେନି। ତ କାଲି ଆମେ ଶୁଣିବା ଏଇ ସମସ୍ତ କଥା ଭଗବାନଙ୍କର ବିଭୂତି ଯୋଗରେ ଏସବୁ ଶୁଣିବା ପରେ ଅର୍ଜୁନ କଣ ତା ସିଦ୍ଧାନ୍ତ ହଉଛି କାଲି ଆମେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ତ